ପାରଳାଖେମୁଣ୍ଡି ଯାତ୍ରୀ ବିଶ୍ରାମାଗାର ପାଲଟିଛି ଗୋଶାଳା। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଯାତ୍ରୀ ବିଶ୍ରାମାଗାର ଗୁଡ଼ିକ ଗୋଶାଳା ପାଲଟିଥିବାର ଦେଖିବାକୁ ମିଳିଛି, ଯାହା ଫଳରେ କି ଦୂର ଦୂରାନ୍ତରରୁ ବସ୍ ପାଇଁ ଅପେକ୍ଷା କରୁଥିବା ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ରାତ୍ରି ସମୟରେ ମଧ୍ୟ ଗାଈ ଗୁଡ଼ିକ ରାସ୍ତା ଉପରେ ବୁଲିବା ସହ ଯାତ୍ରୀ ବିଶ୍ରାମାଗାରରେ ରହିବା ସହ ମଳମୂତ୍ର ତ୍ୟାଗ କରୁଛନ୍ତି। ଫଳରେ ଯାତ୍ରୀ ବିଶ୍ରାମାଗାର ଅପରିଷ୍କାର ହୋଇପଡ଼ୁଛି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୌର ପରିଷଦର ବିଭିନ୍ନ ୱାର୍ଡରେ ଗାଈ ଗୋରୁ ଗୁଡ଼ିକ ଖୋଲାରେ ବୁଲୁଛନ୍ତି। ଏନେଇ ପୌର ପରିଷଦ ତରଫରୁ ନାମକୁ ମାତ୍ର ଗାଈ ଗୋରୁ ଗୁଡ଼ିକ ମାଲିକମାନେ ରାସ୍ତା ଉପରେ ନ ଛାଡ଼ିବା ଏବଂ ଛାଡ଼ିଲେ ଜରିମାନା ଆଦାୟ ପାଇଁ ବେଳେବେଳେ ମାଇକ୍ରେ ପ୍ରଚାର କରୁଛନ୍ତି। ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ପ୍ରଚାର କଲାଭଳି ଜଣାପଡ଼ୁଛି, ହେଲେ ସେପରି ଆଖିଦୃଶିଆ ପଦକ୍ଷେପ ନିଆଯିବାର ନଜିର ନାହିଁ। ଅନ୍ୟପକ୍ଷରେ ସରକାରୀ ସ୍ତରରେ ଗାଈ ଗୋରୁମାନଙ୍କ ରକ୍ଷଣାବେକ୍ଷଣ ସକାଶେ କାଞ୍ଜିଆ ହୁଦାର ବ୍ୟବସ୍ଥା ରହିଛି, କିନ୍ତୁ ପାରଳାଖେମୁଣ୍ଡି ପୌର ପରିଷଦରେ କାଞ୍ଜିଆ ହୁଦା ଆଦୌ ନାହିଁ କହିଲେ ଚଳେ। ଏପରିକି ଅନେକ ସମୟରେ ଗାଈ ଗୁଡ଼ିକ ରାସ୍ତା ଉପରେ ବହୁତ ସମୟ ଧରି ରହିବା ଦ୍ୱାରା ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଏହାସହ ଗାଈ ଗୋରୁମାନେ ଡ୍ରେନ୍ରେ ପଡ଼ି ମୃତାହତ ହେଉଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ବାସ୍ତବରେ ଗୋ ସମ୍ପଦର ସୁରକ୍ଷା ନିମନ୍ତେ କାଞ୍ଜିଆ ହୁଦାର ନିର୍ମାଣ ସକାଶେ ସରକାରୀ ବ୍ୟୟ ଅଟକଳ କରୁଛନ୍ତି, କିନ୍ତୁ ପୌର ପରିଷଦ ତରଫରୁ ଏହାକୁ ଅଣଦେଖା କରାଯାଇ ଗୋ ସମ୍ପଦର ସୁରକ୍ଷା ପାଇଁ କାଞ୍ଜିଆ ହୁଦା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଆସୁଥିବା ଅର୍ଥ ହରିଲୁଟ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।